ଯୋଉଠି ଜନ୍ମ ସେଇଟା ଗୋଟେ ଶିକ୍ଷା ସଂସ୍କୃତି ସାହିତ୍ୟର ତୀର୍ଥକ୍ଷେତ୍ର। ସେଠି ମୋ ଗାଁର ଲୋକମାନେ ରହୁଥିଲେ, ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର ସମସ୍ତେ। 5ଟା ଲୋକ ବସିକି ଶପଥ କଲେ ଆମେ ଏଇ ଆମର ଜନ୍ମ ମାଟିକୁ ଯେମିତି ଦେଖୁଛେ ୟାଠୁ ଭଲକି ଦେଖି ମଲେ ଆମ ଜୀବନ ସାର୍ଥକ। ହେଲେ ପ୍ରଥମ ଗୋପବନ୍ଧୁ କ'ଣ ଏମାନେ କେବେ ମନ୍ତ୍ରୀ ହେଇଥିଲେ ଗୋପବନ୍ଧୁ ନା କ'ଣ? ସେବାରେ କେତେ ବଡ଼ ହେଇଗଲେ, ସେବାଟା ପଢ଼ିକି କର୍ତ୍ତବ୍ୟ ଆଉ ମାନେ ମିଳିବନି। ବାକି ସେଠିଟା କୁଆଡ଼େ ଗଲା ମତେ ବଡ଼ କଷ୍ଟରେ ଆଣିছে ଗାଇଛି ଅଛି ଆରେ ହନୁମାନଙ୍କ ଲାଞ୍ଜରେ ଉଡ଼େଇ ଦେଲା। ମୁଁ ତମ ଲାଞ୍ଜଟାକୁ ଦେଖିବା ପାଇଁ ବହୁତ ଥର ଚିନ୍ତା କରିଛି ଆସିବା ପାଇଁ, ମୁଁ ଆସିପାରିଲିନି। ଆଜି ଦେଖିଲି ଅନନ୍ୟ ମନେ କବିଙ୍କର ଏ ପୁଣ୍ୟ ଜନ୍ମପୀଠ ସମଗ୍ର ଅଞ୍ଚଳଟାକୁ ଖ୍ୟାତିରେ ପହଞ୍ଚି ଦେଇଛି। ମନେଙ୍କ ଯୋଗୁଁ ସିନା ଖ୍ୟାତି। ଏତେବେଳେ ଗୋଟେ କବିତା, କାହିଁକି ରେ ବାଇ ମନ ଭଙ୍ଗା ନା ପରେ ବସୁ, କାହିଁକି ନା ଗୀତ ଗାଇଲେ ତ ଯାଇପାରିନି। ବ୍ରହ୍ମପୁର ବେলা ଆସିଲେ ବାଡ଼ିବେ ମତେ, ଆଜି ବଇଁଶୀ ଯେ ବଇଁଶୀ ଫୁଙ୍କୁଛି ଆଉ ତା ହାତରେ ଆସି, ତେଣୁ ଗୀତ ଫିତ ନଗାଇ ମନେ ବାବରେ କହିବ ଆପଣ ଏମିତି ଗୋଟେ କବି ମିଳିବନି। ମତେ ଆଣିଥିଲା ଏଇ ଯୋଉ ଆପଣ ଗାଁ ପାଖର ଶଶାଙ୍କ ଚୂଡ଼ାମଣି ମ, ସେଥିରେ ଆସିଥିଲା। ଆମେ ଚାଲିଥିଲି 5 କିଲୋମିଟର ଆସିଲୁ। ଏ ପ୍ରଫୁଲ୍ଲ ସାମଲଟା ଆସିଲା ଆମ ସହିତ, ମନ୍ତ୍ରୀଟା ଝାଡ଼ା ମାରିଲା ଯେ ମୁଁ କହିଲି ତୁ ଥା ଆମେ ଯାଉଛୁ ଭାଷଣ ଦଉଛୁ। ଏମିତି ଗୋଟେ ସବୁ ମନେ ଅଛି। ଗୋଟେ ଆପଣ ଦୁଃଖ ଲାଗିଲା ମତେ ଏଠି ଆସିଲା ପରେ। ଗୋଟେ କହିଥିଲି ତମେ ଗୋଟେ ଷ୍ଟାଚ୍ୟୁଟେ କରିବ, ଷ୍ଟାଚ୍ୟୁଟା ଏପର୍ଯ୍ୟନ୍ତ ହେଇନି। ତେଣୁ ଆଜି ଆମେ ଶପଥ ନେବା ଆଗାମୀ ଏଇ ବର୍ଷକୁ ଷ୍ଟାଚ୍ୟୁ ଯେମିତି ହେଇଛି। କି ଦେଉଳ ହେଇଛି, କି ଠାକୁର ସିଏ ମତେ ଡକେଇ ଗଣପତି ଗଣନାଥକୁ ମୁଣ୍ଡିଆ ମାରୁଛି, ଜଗନ୍ନାଥଙ୍କୁ। ଆପଣମାନେ ଯେଉଁମାନେ ଅଛନ୍ତି ସମୟ ନାହିଁ, ମୁଁ ସମସ୍ତେ ଜାଣିଛି ମଞ୍ଚରେ ବସିଛନ୍ତି। ଏବଂ କବିମାନଙ୍କୁ ପ୍ରଥମେ ସମ୍ମାନ ଜଣାଉଛି, ଆପଣମାନଙ୍କୁ। ଇଏ ଗୋଟେ ଏଭଳି ପବିତ୍ର ଜାଗା। ଭାଗବତ ଲେଖା ହେଇଥିଲା କୋଉଠି? ଯୋଉ ଭାଗବତ ତମେ ପଢୁଛ ଏଇ ଗାଁ ପାଖରେ କପିଳେଶ୍ୱରପୁର ଏବଂ କପିଳାସ ଜଗନ୍ନାଥ ଦାସ ହଁ ଓଡ଼ିଆ ଭାଗବତ କପିଳେଶ୍ୱର